ସବୁବେଳେ ଶୂନ୍ୟ ଭଳି ହେବାକୁ ଚେଷ୍ଟା କରନ୍ତୁ, କାରଣ ଶୂନ୍ୟର କିଛି ମୂଲ୍ୟ ନଥାଏ, କିନ୍ତୁ ସିଏ ଯାହା ସହିତ ମିଶିଯାଏ ତାହାର ମୂଲ୍ୟ 10 ଗୁଣା ବଢ଼ିଯାଏ। ଶରୀରକୁ ଯେମିତି ଜଳ ଦ୍ୱାରା ପବିତ୍ର କରାଯାଇଥାଏ, ମନକୁ ସେମିତି ସତ୍ୟ ଦ୍ୱାରା, ବୁଦ୍ଧିକୁ ଜ୍ଞାନ ଦ୍ୱାରା ଏବଂ ଆତ୍ମାକୁ ଧର୍ମ ଦ୍ୱାରା ପବିତ୍ର କରାଯାଇଥାଏ। ଯିଏ ସମୟର ମୂଲ୍ୟ ବୁଝେ, ସମୟ ବି ତାର ମୂଲ୍ୟ ବୁଝେ। ଠିକ୍ ସମୟ ଆସିଲେ ପରିଶ୍ରମର ମୂଲ୍ୟ ସିଏ ପାଦ ତଳେ ଅଜାଡ଼ି ଦିଏ। ଆଉ ଯିଏ ଟଙ୍କାର ମୂଲ୍ୟ ବୁଝେ, ଟଙ୍କା ବି ତାର ମୂଲ୍ୟ ବୁଝେ। ଆଉ ଖରାପ ସମୟ ଆସିଲେ ସହଯୋଗର ହାତ ବଢ଼ାଇ ଜୀବନକୁ ସଜାଡ଼ି ଦେଇଥାଏ। ପ୍ରଥମ ପ୍ରଣାମ ପରମାତ୍ମାଙ୍କୁ, ଯିଏ ସବୁକିଛି ସୃଷ୍ଟି କରିଛନ୍ତି। ଦ୍ୱିତୀୟ ପ୍ରଣାମ ମାତା ପିତାଙ୍କୁ, ଯିଏ ଆପଣଙ୍କୁ ଜନ୍ମ ଦେଇଛନ୍ତି। ତୃତୀୟ ପ୍ରଣାମ ଗୁରୁମାନଙ୍କୁ, ଯିଏ ବିଦ୍ୟା ତଥା ଜ୍ଞାନ ଦେଇଛନ୍ତି। ଆଉ ଚତୁର୍ଥ ପ୍ରଣାମ ଆପଣମାନଙ୍କୁ, ଯେଉଁମାନେ ନିଜ ସହିତ ଜଡ଼ିତ ହେବା ପାଇଁ ଆମକୁ ସୁଯୋଗ ଦେଇଛନ୍ତି। ଝିଅ ହେଉଛି ଘରର ଲକ୍ଷ୍ମୀ, କିନ୍ତୁ କିଛି ଲୋକ ଭାବନ୍ତି ଝିଅ ଘରର ବୋଝ ବୋଲି। ହେଲେ ତାଙ୍କୁ କିଏ ବୁଝେଇବ? ଝିଅ କେବଳ ଭାଗ୍ୟବାନ ଲୋକଙ୍କୁ ମିଳିଥାଏ ବୋଲି, କାରଣ ଲକ୍ଷ୍ମୀଙ୍କୁ ପାଳିବାର କ୍ଷମତା ସମସ୍ତଙ୍କ ପାଖରେ ନଥାଏ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କ ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ସାଙ୍ଗମାନେ, ପରିବାରକୁ ଛାଡ଼ି ରହିବା ସତରେ କେତେ କଷ୍ଟ କେବଳ ସେହି ମଣିଷ ହିଁ ଜାଣିପାରିଥାଏ, ଯିଏ ପରିବାରର ସଦସ୍ୟଙ୍କ ପେଟରେ ଦି ଓଳି ଦି ମୁଠା ଖାଇବାକୁ ଦେବା ପାଇଁ ନିଜ ପରିବାର ଠାରୁ ଦୂରେଇ ରହିଥାଏ। ଗୋଟିଏ କଥା ମନେ ରଖନ୍ତୁ, ସ୍ୱପ୍ନ ଯେତେ ସୁଖ ଦେଲେ ମଧ୍ୟ କେବେ କାହା ପେଟ ପୂରାଏ ନାହିଁ। ଆଉ ବାସ୍ତବତା ଯେତେ କଷ୍ଟ ଦେଲେ ବି ପେଟକୁ ଦାନା ମୁଠାଏ ଯୋଗାଇଥାଏ। କ'ଣ ସାଙ୍ଗମାନେ ଠିକ୍ ତ? କଥା ମୋର, ବିଚାର ଆପଣମାନଙ୍କର। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ଆଉ ଏହି ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟରେ ଆପଣଙ୍କର ମୂଲ୍ୟବାନ ମତାମତ ଦେବାକୁ ଜମାରୁ ଭୁଲିବେ ନାହିଁ। ସାଙ୍ଗମାନେ, ଯଦି ଆପଣ ଉଚ୍ଚରେ ଉଡ଼ିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏହିସବୁ ଅଭ୍ୟାସ ଗୁଡ଼ିକ ତ୍ୟାଗ କରିବାକୁ ପଡ଼ିବ। ଅତୀତର ଭୁଲ, ଆଳସ୍ୟ, କାଲି କରିବି, ନକାରାତ୍ମକ ନିଶା, ଅନ୍ୟ ଲୋକଙ୍କ ମତ, ନକଲି ବନ୍ଧୁ, ଅତ୍ୟଧିକ ଚିନ୍ତା, ଆଉ ଶେଷରେ ବିଫଳତାର ଭୟ। କ'ଣ ଠିକ୍ ତ? କମେଣ୍ଟରେ ଆପଣଙ୍କ ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ।